ଦିନେ ହାତ ଧରି ରାଜନୀତି ଶିଖୁଥିଲେ। ରାଜନୀତିର ଅ ଆ ପଢ଼ୁଥିଲେ। ସେ ହାତ ଧରି ରାଜନୀତିରେ ଆଗକୁ ବଢ଼ୁଥିଲେ। କିନ୍ତୁ ସେ ହାତ ଆଉ ସେ ମଣିଷଟି ନିରବି ଯାଇଛି। ସବୁଦିନ ପାଇଁ ଅଲବିଦା କହିଛି। ଆଉ ସେ ହାତ ବି ଆଶୀର୍ବାଦ ଦେବନି କି ସେ ମଣିଷଟି ଭୁଲ ହେଲେ ତାଗିଦ କରିବନି। ଛୋଟ ଥିଲାବେଳେ ବାପା ଛାଡ଼ି ଚାଲି ଯାଇଥିଲେ। କିନ୍ତୁ ଆଜି ଗୁରୁ ଅଧା ରାସ୍ତାରେ ହାତ ଛାଡ଼ି ଚାଲିଗଲେ। ଆଉ କାହା ହାତ ଧରି ଆଗକୁ ଯିବେ, କାହା ଉପଦେଶ ମାନି କାମ କରିବେ। ଏ ଆଖିର ଲୁହ କହିଦେଉଛି ମନର ବେଦନା। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ସାହସୀ ନେତା ହେଲେ ବି ସେ ଆଜି କଇଁ କଇଁ ହୋଇ କାନ୍ଦୁଛନ୍ତି। ତାଙ୍କ ଆଖିରୁ ସୁଖୁନି ଲୁହ, ଯେମିତି ଅମାନିଆ ଲୁହ ସବୁ ଝରଝର ହୋଇ ବାହାରି ଆସୁଛି। ଯେତେ ପୋଛିଲେ ବି ଲୁହ ସୁଖୁନି। ସବୁ ସମୟରେ ସାଥ ଦେଉଥିବା ଲୋକଟା ଆଜି ଅଧା ରାସ୍ତାରେ ହାତ ଛାଡ଼ି ଚାଲିଯାଇଛି। ସେ ବିଶ୍ୱାସ କରିପାରୁନାହାନ୍ତି, କିନ୍ତୁ ସତ। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗରେ ସମସ୍ତେ ହୋଇଯାଇଛନ୍ତି ସ୍ତବ୍ଧ। ସମସ୍ତଙ୍କ ଆଖିରେ ଲୁହ, ସମସ୍ତେ ଚୁପଚାପ। ହେଲେ ଏ ଦୃଶ୍ୟ ଦେଖନ୍ତୁ, ଜଣେ ସାହସୀ ଯୁବକ ପୁରା ଚୁପଚାପ, ଆଉ ଛୋଟ ଛୁଆଙ୍କ ଭଳି କଇଁ କଇଁ ହୋଇ କାନ୍ଦୁଛନ୍ତି। କାନ୍ଦି କାନ୍ଦି ଦେଉଛନ୍ତି ଅଲବିଦା। କହୁଛନ୍ତି, ଗୁରୁ ମୋତେ ଏକା କରିଦେଲ। ଆଜି ମୁଁ ଏକା ହୋଇଗଲି, ତଥାପି ହାରିବିନି। ଆପଣଙ୍କ ଉପଦେଶ ଆଉ ଆପଣଙ୍କ ଅନୁଚିନ୍ତା ମାନି ଆଗକୁ ବଢ଼ିବି। ଲୋକଙ୍କ ପାଇଁ କାମ କରିବି। ଆଉ ଆପଣ ଯେଉଁଠି ରୁହନ୍ତୁ, ଭଲରେ ରୁହନ୍ତୁ। ସବୁବେଳେ ମୋତେ ଆଶୀର୍ବାଦ ଦେଉଥାନ୍ତୁ। ଯେତେଥର ମନେ ପଡ଼ିଯାଉଛି ସେଇ ହସ ହସ ସରଳ ଅମାକିୟ ମୁହଁଟି, ସେତେଥର ଆଖି ଜକେଇ ଆସୁଛି ରାହୁଲଙ୍କର। ସେ ଲୁହରେ ଆଖି ଆଗର ଦୁନିଆ ଅସ୍ପଷ୍ଟ ହୋଇ ଉଠୁଛି। ସତରେ ଆଉ ଥରେ ଉଠି ଆସନ୍ତେ କି ମନମୋହନ? ନିଜର ପାଉଁଶ ଭିତରୁ ଡେଣା ଝାଡ଼ି ପୁଣି ଥରେ ଉଡ଼ାଣ ଭରନ୍ତେ ଫିନିକ୍ସ ପକ୍ଷୀଟେ ଭଳି। ବ୍ୟୁରୋ ରିପୋର୍ଟ, ଲୋକାଲ 18।